ସେଦିନ ଜଙ୍ଗଲର ସବୁ ପକ୍ଷୀ ମେଳା ଦେଖିବାକୁ ଆର ଜଙ୍ଗଲକୁ ବୁଲିବାକୁ ଗଲେ। ଚିନୁ, ତୁ ସବୁବେଳେ ଆମ ପାଖେ ପାଖେ ଥିବୁ। ପାଖ ଛାଡ଼ି କୁଆଡ଼େ ଦୂରକୁ ଯିବୁନି, ନହେଲେ ତୁ ହଜିଯିବୁ, ଆମକୁ ଖୋଜି ପାଇବୁ ନାହିଁ। ମା, ତୁମେ ବ୍ୟସ୍ତ ହୁଅନି, ମୁଁ ତୁମକୁ ଛାଡ଼ି କୁଆଡ଼େ ଯିବିନି। ମୁଁ ରଙ୍ଗୀନ ଲାଇଟ୍ ଦେଖାଯାଉଥିବା ବେଲୁନ ପାଖକୁ ଉଡ଼ିଗଲା। ୱାଓ ମାମା, କେତେ ସୁନ୍ଦର ବେଲୁନ! ଏଇଟା କିଣେଇ ଦିଅ ନା ମାମା। ମାମା, ମାମା, ମାମା କୁଆଡ଼େ ଗଲେ? ମୁଁ କ'ଣ ସତରେ ହଜିଯାଇଛି? ମୁଁ କ'ଣ କରିବି ଏବେ? ଚିନୁ ମନରେ ଏହା ଭାବି କାନ୍ଦିବାକୁ ଲାଗିଲା। ସେତିକିବେଳେ ଦୁଷ୍ଟ କାଉ କୋଉଠି ଥିଲା କେଜାଣି ଚିନୁ ପାଖରେ ଆସି ପହଞ୍ଚିଗଲା। ଆରେ ଚିନୁ, ତୁ କାନ୍ଦୁଛୁ କ'ଣ ପାଇଁ? କ'ଣ ହେଇଛି ତୋର? କ'ଣ ଏକା ଆସିଛୁ ମେଳା ଦେଖିବାକୁ? ଆରେ ନା ନା, ମୁଁ ମୋ ବାବା ମାଙ୍କ ସାଙ୍ଗରେ ଆସିଥିଲି। ମୁଁ ତାଙ୍କୁ ପାଉନି। ତମେ କ'ଣ ତାଙ୍କୁ ଦେଖିଛ? ହଁ, ମୁଁ ସେମାନଙ୍କୁ ଦେଖିଛି। ସେମାନେ ଏବେ ଗୋଟେ ଦୋକାନରେ ଖାଉଥିବାର ମୁଁ ଦେଖିଲି। ରବି ଏଇ କଥା ଶୁଣି ମନ ଦୁଃଖ କଲା। କ'ଣ କହିଲ? ମୁଁ କ'ଣ ହଜିଯାଇଛି ସତରେ? ସେମାନେ ମୋତେ ନ ଖୋଜିକି ଦୋକାନରେ ଠିଆ ହେଇକି ଖାଉଥିଲେ? ସତରେ ସେମାନେ ଜମା ବି ଭଲ ନୁହଁ। ମୁଁ ଆଉ ସେମାନଙ୍କ ପାଖକୁ ଯିବିନି। ସତରେ ସେମାନେ ସେ ଦୋକାନରେ ଚାଟ୍ ଖାଇବାର ମୁଁ ନିଜେ ଦେଖିଛି। ତୁ ମୋ ସାଙ୍ଗରେ ଚାଲ, ମୁଁ ତୋତେ ବେଲୁନ କିଣେଇ ଦେବି। ଚିନୁ ଦୁଷ୍ଟ କାଉ କଥାରେ ରାଜି ହୋଇ କାଉ ସାଙ୍ଗରେ ଉଡ଼ିବାକୁ ଲାଗିଲା, ଯୋଉଟା ଥିଲା ଶିକାରୀ ଚିଲର ଏରିଆ। ତୁ ଏଇଠି ଅପେକ୍ଷା କର, ମୁଁ ତୋ ପାଇଁ ବେଲୁନ ନେଇ ଆସୁଛି। ଠିକ୍ ଅଛି, ଟିକେ ଜଲ୍ଦି ଆସିବ। ମତେ ଏଠି ବହୁତ ଡର ଲାଗୁଛି। ହଉ, ତୁ ଡରେନି, ମୁଁ ସାଙ୍ଗେ ସାଙ୍ଗେ ଯାଇ ଲାଇଟ୍ ଜଳୁଥିବା ବେଲୁନ ତୋ ପାଇଁ ନେଇକି ଆସୁଛି। ଚିନୁକୁ ଚିଲ ଦେଖିବା ପୂର୍ବରୁ ଶୁଆ ଯାଇ ଚିନୁ ପାଖରେ ପହଞ୍ଚିଗଲା। ଶୁଆ କହିଲା, ଆରେ ଚିନୁ, ତୁ କ'ଣ ଏଠି ବସିଛୁ? ଆରେ ତୁ ଆସି ଏଠି, ତୋ ବାବା ମାମା ସେପଟେ ତୋତେ ବହୁତ ଖୋଜୁଛନ୍ତି। ଚାଲ, ମୁଁ ତୋତେ ନେଇଯିବି। ହଉ ଠିକ୍ ଅଛି, ଚାଲ।